ତିନି ରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିବେ। ସେଠାକାର ଗଭର୍ଣ୍ଣର ଜେନେରାଲ ଦାମେ ସିଣ୍ଡିକାଇରୋଙ୍କ ଆମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସେଠାକୁ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ କାଇରୋ ଏବଂ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲୁକ୍ସନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଯୋଗଦେବା ସହ ନ୍ୟୁଜିଲାଣ୍ଡରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିବେ। ଭାରତ ନ୍ୟୁଜିଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ରାଷ୍ଟ୍ରପତିଙ୍କ ଏହି ଗସ୍ତର ଲକ୍ଷ୍ୟ। ଫିଜିକୁ ଦୁଇଦିନିଆ ଗସ୍ତ ଶେଷ କରି ରାଷ୍ଟ୍ରପତି ନ୍ୟୁଜିଲାଣ୍ଡରେ ପହଞ୍ଚିବେ। ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଫିଜିକୁ ଗସ୍ତ କରିଥିଲେ। ସେଠାରେ ସେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ନାଦିସ୍ଥିତ ଶ୍ରୀ ଶିବ ସୁବ୍ରମଣ୍ୟ ମନ୍ଦିର ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଲୋକସଭାରେ ଗତକାଲି ଅର୍ଥ ବିଲ୍ 2024 ଉପରେ ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସର ଡାକ୍ତର ଅମର ସିଂ କେନ୍ଦ୍ର ବଜେଟ୍ରେ କେବଳ ଉଚ୍ଚ ଆୟ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। କଂଗ୍ରେସର ଅନ୍ୟତମ ସଦସ୍ୟ ଦୀପେନ୍ଦ୍ର ହୁଡା ଦେଶରେ ଏଫ୍ଡିଆଇ କ୍ରମାଗତ ହ୍ରାସ ପାଉଛି ବୋଲି କହିଥିଲେ। ଟିଏମ୍ସିର ମହୁଆ ମୈତ୍ର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସର ସନ୍ତୁଳନ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଆଲୋଚନାରେ ଭାଗ ନେଇ ବିଜେପିର ନିଶିକାନ୍ତ ଦୁବେ କହିଥିଲେ, କେନ୍ଦ୍ର ବଜେଟ୍ରେ ଆଞ୍ଜେଲ ଟିକସ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଷ୍ଟାର୍ଟଅପ୍ ଏବଂ ଯୁବବର୍ଗଙ୍କ ନିଯୁକ୍ତି ସମ୍ଭାବନାକୁ ଅଧିକ ତ୍ୱରାନ୍ୱିତ କରିବ। ଅଗ୍ନିବୀର ଯୋଜନାର ସମାଲୋଚନାକୁ ସେ ଖଣ୍ଡନ କରିଥିଲେ। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିବା ସହ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇ ଏବଂ ଇଡି ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଉ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଲୋଚନା ଅସମାପ୍ତ ରହିବା ସହ ଗୃହକୁ ଗତକାଲି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ବାଂଲାଦେଶର ଅଶାନ୍ତ ପରିସ୍ଥିତି ସତ୍ତ୍ୱେ ଭାରତ କୂଟନୈତିକ ଅଭିଯାନ ଜରିଆରେ ସେଠାକାର ଭାରତୀୟ ନାଗରିକଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ବାଂଲାଦେଶ ସ୍ଥିତି ସମ୍ପର୍କରେ ସଂସଦର ଉଭୟ ଗୃହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ପ୍ରାୟ 9,000 ବିଦ୍ୟାର୍ଥୀଙ୍କ ସମେତ 19,000 ଭାରତୀୟ ନାଗରିକ ବାଂଲାଦେଶରେ ଅଛନ୍ତି। ସେ କହିଛନ୍ତି, ଢାକାସ୍ଥିତ ହାଇକମିଶନଙ୍କ ପରାମର୍ଶ କ୍ରମେ ଗତ ମାସରେ ଭାରତକୁ ସେଠାରେ ରହୁଥିବା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କହିଛନ୍ତି, ବିଭିନ୍ନ ଗୋଷ୍ଠୀ ଏବଂ ସଂଗଠନ ପକ୍ଷରୁ ସେଠାରେ ରହୁଥିବା ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ବାଂଲାଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଫେରିଆସିବା ପର୍ଯ୍ୟନ୍ତ ଭାରତ ସତର୍କତା ଅବଲମ୍ବନ କରିବ ବୋଲି ସେ କହିଛନ୍ତି। ଭାରତୀୟ ସୀମା ସୁରକ୍ଷା ବାହିନୀକୁ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି। ଅତି ଆବଶ୍ୟକ ନ ପଡ଼ିଲେ ଲିବିଆ ଯାତ୍ରାରୁ ନିବୃତ୍ତ ରହିବାକୁ ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେଠାକାର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦିଆଯାଇଛି। ସେହିଭଳି ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି। ଏପରିକି ସଡ଼କ ପଥରେ ଆନ୍ତଃ ପ୍ରଦେଶ ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ତ୍ରିପୋଲିରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଢାକାସ୍ଥିତ ରାଷ୍ଟ୍ରପତି ଭବନ ବଙ୍ଗଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ତିନି ସେନା ମୁଖ୍ୟ ଏବଂ ଆନ୍ଦୋଳନରତ ଛାତ୍ର ସଂଗଠନର 13 ଜଣିଆ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ଯୋଗାଯୋଗ ସଚିବ ମହମ୍ମଦ ଜୋଏନାଲ ଆବେଦିନ କହିଛନ୍ତି, ମଧ୍ୟବର୍ତ୍ତୀ ସରକାରର ଅନ୍ୟ ସଦସ୍ୟଙ୍କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା ପରେ ଚୂଡ଼ାନ୍ତ କରାଯିବ। ରାଷ୍ଟ୍ରପତି ସଂସଦକୁ ଭଙ୍ଗ କରିଛନ୍ତି। ସୂଚନାଯୋଗ୍ୟ, 84 ବର୍ଷୀୟ ୟୁନୁସ୍ ମଧ୍ୟବର୍ତ୍ତୀ ସରକାରର ନେତୃତ୍ୱ ନେବାକୁ ରାଜି ହୋଇଛନ୍ତି ବୋଲି ଆନ୍ଦୋଳନରତ ଛାତ୍ର ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା। ଗ୍ରାମୀଣ ବ୍ୟାଙ୍କ ଜରିଆରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ ମହମ୍ମଦ ୟୁନୁସଙ୍କୁ 2006ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ମୁଖ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଜୁଲାଇ ମଧ୍ୟଭାଗରୁ ବାଂଲାଦେଶରେ ଚାଲିଥିବା ଗଣ୍ଡଗୋଳରେ ମୃତ୍ୟୁ ସଂଖ୍ୟା 440କୁ ବୃଦ୍ଧି ପାଇଛି। ଏପରିକି ଗତ ସୋମବାର ଦିନ ସେନା ଶାସନଭାର ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ପଶ୍ଚିମ ଜୋସର ଜିଲ୍ଲାରେ ଆୱାମୀ ଲିଗ୍ର ଜଣେ ନେତାଙ୍କ ମାଲିକାନାରେ ଥିବା ଏକ ହୋଟେଲରେ ପ୍ରାୟ 24 ଜଣଙ୍କୁ ଜିଅନ୍ତା ପୋଡ଼ି ଦିଆଯାଇଥିବାର ଜଣାପଡ଼ିଛି।
ନେପାଳ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜୀବନହାନୀ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳରୁ 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେଠାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। 10ମ ଜାତୀୟ ହସ୍ତତନ୍ତ ଦିବସ ଆଜି ସମଗ୍ର ଦେଶରେ ପାଳିତ ହେଉଛି। ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱ ଏବଂ ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆଦିଲ୍ଲୀଠାରେ ଏହି ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଣାକାରଙ୍କୁ ସନ୍ଥ କବି ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭାରତର ହସ୍ତତନ୍ତ ପରମ୍ପରାରେ ସ୍ଥାୟିତ୍ୱ ସମ୍ପର୍କିତ କଫି ଟେବୁଲ ପୁସ୍ତକ ପରମ୍ପରା ଏବଂ ପୁରସ୍କାର ତାଲିକାକୁ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ, ଶିଳ୍ପ ପ୍ରତିନିଧି, ରପ୍ତାନିକାରୀ ଏବଂ 1000ରୁ ଅଧିକ ବୁଣାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସ୍ବିଆଇର ଅଧ୍ୟକ୍ଷ ଭାବେ ସିଏସ୍ ସେଟ୍ଟିଙ୍କୁ ନିଯୁକ୍ତ କରାଯାଇଛି। 3 ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ। ଏସ୍ବିଆଇର ବରିଷ୍ଠତମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସେଟ୍ଟି ଆସନ୍ତା 28 ତାରିଖରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଦିନେଶ କୁମାର ଖରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଆର୍ଥିକ ସେବା ବିଭାଗ ପକ୍ଷରୁ ଶ୍ରୀ ସେଟ୍ଟିଙ୍କ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଥିଲା। 50 କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ୍ ମୁଷ୍ଟିଯୁଦ୍ଧା ପ୍ରତିଯୋଗିତାରେ ବିନେଶ ଫୋଗତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ବିନେଶ ଟୋକିଓ ଅଲମ୍ପିକ୍ସ ଚାମ୍ପିୟନ୍ ଏବଂ 4 ଥର ବିଶ୍ୱ ଚାମ୍ପିୟନ୍ ଜାପାନର ୱି ସୁକାକିଙ୍କୁ 3-2 ପଏଣ୍ଟରେ ହରାଇ ଦେଇଥିଲେ।